ପ୍ରଭୁ ଯେବେ ଆପଣମାନଙ୍କୁ ସୁଯୋଗ ସମୟ ଦେଉଅଛନ୍ତି, ଆପଣମାନେ ସେହି କ୍ଷଣି ମନ ପରିବର୍ତ୍ତନ କରନ୍ତୁ, ପ୍ରଭୁଙ୍କ ନିକଟକୁ ଆସନ୍ତୁ। ଆପଣମାନେ କେତେ ବଡ଼ ପାପ କରିଥିଲେ ହେଲେ ପ୍ରଭୁ ଆପଣମାନଙ୍କୁ ନିଶ୍ଚୟ ଭାବରେ କ୍ଷମା କରିବେ ଏବଂ ଆପଣମାନଙ୍କୁ ରକ୍ଷା କରିବେ। ପ୍ରଭୁ ତାହା ହିଁ ନିନିବିର ଲୋକମାନଙ୍କ ଜୀବନରେ କରିଥିଲେ। ଲୋକେ କହୁଥିଲେ ନିନିବେ ସହର ଗୋଟିଏ ମହାପାପପୂର୍ଣ୍ଣ ସହର, ସେଇଠାର ଲୋକମାନେ ଅଧିକ ପାପରେ ଲିପ୍ତ ଅଛନ୍ତି। ନିଶ୍ଚୟ ସେମାନଙ୍କୁ ପ୍ରଭୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବେ। ନିଶ୍ଚୟ ପ୍ରଭୁ ସେମାନଙ୍କୁ ବିଲକୁଲ ନିନିବେ ସହରକୁ ଧ୍ୱଂସ କରିଦେବେ। ଏହା ଲୋକମାନଙ୍କର ଧାରଣା, ଲୋକମାନଙ୍କର ଚିନ୍ତା ଥିଲା। କିନ୍ତୁ ତାର ବିପରୀତ ଏଇଠାରେ ଆମେ ଘଟଣା ଦେଖୁଅଛୁ। ଯେବେ ନିନିବେର ଲୋକମାନେ ଏତେ ପାପରେ ଲିପ୍ତ ଥିଲେ ମଧ୍ୟ ଯେଉଁ ସମୟରେ ପ୍ରଭୁଙ୍କର ବାକ୍ୟ ସେମାନେ ଶୁଣୁଅଛନ୍ତି, ଯେଉଁ ସମୟରେ ପ୍ରଭୁଙ୍କର ସମ୍ବାଦ ସେମାନଙ୍କ ପାଖକୁ ପହଞ୍ଚୁଅଛି, ସେହି ମୁହୂର୍ତ୍ତରେ ନିନିବେର ପ୍ରତ୍ୟେକ ଲୋକ ବଡ଼ ସାନ ସମସ୍ତେ ପ୍ରଭୁଙ୍କ ନିକଟକୁ ଆସୁଅଛନ୍ତି, ଅନୁତାପର ପ୍ରାର୍ଥନା କରୁଅଛନ୍ତି। ସେହି କ୍ଷଣି ପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣିଲେ ଏବଂ ସମସ୍ତ ପାପ, ଯେଉଁ ପାପରେ ସେମାନେ ଲିପ୍ତ ଥିଲେ, ସମସ୍ତ ପାପକୁ ସେ ପୋଛି ଦେଇ ସେମାନଙ୍କୁ ଉଦ୍ଧାର କଲେ। ସେହି ପ୍ରଭୁ ଆଜି ମଧ୍ୟ ଆପଣମାନଙ୍କର ଅପେକ୍ଷାରେ ଅଛି କି ଆପଣମାନେ କେବେ ମନ ପରିବର୍ତ୍ତନ କରିବେ, ଆପଣମାନେ କେବେ ସେ ଅଧର୍ମ, ପାପ ଆଉ ସେ ସାଂସାରିକ କାର୍ଯ୍ୟ ଗୁଡ଼ାକକୁ ତ୍ୟାଗ କରି ପ୍ରଭୁଙ୍କ ନିକଟକୁ ଅନୁତାପର ସହିତ ଯିବେ। God is waiting for you। ଏବେ ପ୍ରଭୁ ଆପଣମାନଙ୍କର ଅପେକ୍ଷାରେ ଅଛନ୍ତି। ଆପଣମାନେ କେବେ ପ୍ରଭୁଙ୍କ ନିକଟକୁ ଯିବେ, ତାହା ହେଉଛି ମେନ୍ ଆଉ ମୂଳ ବିଷୟ।